ଉପସ୍ଥାପନା କରିଛନ୍ତି ମାଳବିକା ରାୟ। ମୀରାବାଇ ଯେତେବେଳେ ସାନ ଥିଲେ ସେ ତାଙ୍କର ଦୁଇ ମାଉସୀଙ୍କ ଘରକୁ ବୁଲି ଯାଇଥିଲେ। ସେମାନେ ମଧ୍ୟ ରାଜରାଣୀ, ଶଙ୍ଖମର୍ମର ଉଆସ, ପଦ୍ମ ପୁଷ୍କରିଣୀ, ଅମାପ ସମ୍ପଦ, ଐଶ୍ୱର୍ଯ୍ୟ, ଦାସଦାସୀ। ପ୍ରଥମେ ବଡ଼ ମାଉସୀଙ୍କ ଘରେ କିଛି ଦିନ ପାଇଁ ଅବସ୍ଥାନ କଲେ ମୀରା। ବଡ଼ ମାଉସୀ ଥିଲେ ଈଶ୍ୱରଙ୍କ ପରମ ଭକ୍ତ। ରାଣୀ ଉଆସର ସମସ୍ତ ଦାୟିତ୍ୱ ତୁଲାଇ ସାରିବା ପରେ ଅଧିକାଂଶ ସମୟ ତାଙ୍କର ବିତୁଥିଲା ମନ୍ଦିର ଭିତରେ, ଜପ ତପ, ପୂଜା ପାଠ, ଧ୍ୟାନ ପୂଜନ ମଧ୍ୟରେ। ସେ ଅହରହ ବିଭୂଷତ୍ତାରେ ବୁଡ଼ି ରହୁଥିଲେ। ମୀରା ଦେଖିଲେ ତାଙ୍କର ବଡ଼ ମଉସା କିନ୍ତୁ ଥିଲେ ଏହାର ଠିକ୍ ବିପରୀତ। ଠାକୁର ଦେବତାଙ୍କ ଉପରେ ଭକ୍ତି କି ବିଶ୍ୱାସ ତ ଦୂର କଥା, ତାଙ୍କ ସ୍ୱଭାବ ଥିଲା ଅତ୍ୟନ୍ତ କ୍ରୂର ଓ ନିଷ୍ଠୁର। ଅମାର୍ଜିତ ବ୍ୟବହାର ଓ ଅଶାଳୀନ ଭର୍ତ୍ସନାରେ ସେ ମାଉସୀଙ୍କୁ କ୍ଷତବିକ୍ଷତ କରିଦେଉଥିଲେ ଯେକୌଣସି କାରଣ ପାଇଁ। ଦିନ ଦିନ ଏପରି ଘଟଣାରେ ବିବ୍ରତ ହୋଇ ମୀରା ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ। ବଡ଼ ମାଉସୀଙ୍କ ମୁଖମଣ୍ଡଳରେ କିନ୍ତୁ ସଦା ଉଦ୍ଭାସିତ ଥିଲା ପରମାନନ୍ଦ ଓ ପ୍ରଶାନ୍ତି। ଶେଷରେ ଆସିଲା ମୀରାଙ୍କର ବିଦାୟ ଘେନିବାର ପାଳି। ସମ୍ଭାଳି ନ ପାରି ସେ ମାଉସୀଙ୍କୁ ପଚାରିଲେ, ତମେ ତ ଏତେ ଭଲ, ବିଭୁ ପ୍ରେମରେ ଏତେ ନିବେଦିତ ପ୍ରାଣ, ମଉସା ଏମିତି ହେଇଛନ୍ତି କେମିତି? ମାଉସୀଙ୍କ ମୁଖମଣ୍ଡଳରେ ସେହି ଦିବ୍ୟ ଆଭା ଫୁଟି ଉଠିଲା। ହସି ହସି କହିଲେ, ଈଶ୍ୱରଙ୍କୁ ସହସ୍ର ଧନ୍ୟବାଦ। ତୋ ମଉସା ଯଦି ଏପରି ହେଇନଥାନ୍ତେ ମୁଁ କ'ଣ ଏପରି ହେଇପାରିଥାନ୍ତି? ଛୋଟ ମୀରା ଏଥର ସାନ ମାଉସୀଙ୍କ ଘରେ ଅତିଥି ହେଲେ। ସେଇଭଳି ମର୍ମର ପ୍ରାସାଦ, ଦାସଦାସୀ, ବିତ୍ତ ସମ୍ପତ୍ତି, ଧନର ପ୍ରାଚୁର୍ଯ୍ୟ। ମାଉସୀ ମଧ୍ୟ ତାଙ୍କର ଅନ୍ୟ ଦୁଇ ଭଉଣୀଙ୍କ ପରି ଐକାନ୍ତିକ ଭାବେ ବିଭୁଚରଣାଶ୍ରିତା। ଏଠାରେ ପରିସ୍ଥିତି କିନ୍ତୁ ଥିଲା ବିପରୀତ। ସାନ ମଉସା ଥିଲେ ଅତ୍ୟନ୍ତ ସଜ୍ଜନ, ଭଦ୍ର, ମିଷ୍ଟଭାଷୀ ଓ ମାଉସୀଙ୍କ ପ୍ରତି ଅନୁରକ୍ତ, ଯତ୍ନଶୀଳ। ଦୁହିଁଙ୍କ ମଧ୍ୟରେ ଥିଲା ଗଭୀର ପ୍ରୀତି ଓ ସଦ୍ଭାବନା। ମାଉସୀଙ୍କର ମନ୍ଦିର ସେବା ପୂଜା ପାଇଁ ଯାହା ଯାହା ଜିନିଷ ଦରକାର ମଉସା ଥିଲେ ସେଥିପାଇଁ ସଦା ତତ୍ପର। ମୀରା ଆଶ୍ୱସ୍ତ ହେଲେ। ରହଣି ତାଙ୍କୁ ସୁଖକର ଲାଗିଥିଲା। ବିଦାୟ ନେବା ଅବସରରେ ସେ ସାନ ମାଉସୀଙ୍କୁ କହିଲେ, ତମ ଠାକୁର ଦେବତାଙ୍କ ସେବା ଦିନୁ ଦିନୁ ବଢ଼ି ଚାଲିଛି ମାଉସୀ। ସବୁଠାରେ ସେଇ ଭାବ ତରଙ୍ଗ। ମାଉସୀଙ୍କ ମୁଖମଣ୍ଡଳରେ ଉକୁଟି ଉଠିଲା ସେଇ ଦିବ୍ୟ ବିଭା। ହସି ହସି କହିଲେ, ତୋ ମଉସା ଯଦି ଏପରି ହୋଇନଥାନ୍ତେ ମୁଁ କ'ଣ ଏପରି ହେଇପାରିଥାନ୍ତି? ପରିସ୍ଥିତି ଅନୁକୂଳ ହେଉ ବା ପ୍ରତିକୂଳ, ଏହାର କୌଣସିଟି ସାଧନା ପଥର ଯାତ୍ରୀକୁ ବିଚଳିତ କରିପାରେ ନାହିଁ। ଏହି ପୂର୍ଣ୍ଣ ଆନ୍ତରିକ ଆନନ୍ଦ ଓ ଶାନ୍ତି ଦିବ୍ୟ ଚେତନାର ମୂଳ ତତ୍ତ୍ୱ। ସାଧାରଣ ମଣିଷ ତାର ସୁଖ ପାଇଁ ବାହ୍ୟ ବସ୍ତୁ ଉପରେ ନିର୍ଭର କରେ। ତାର ବାସନା ଅଛି, ଅର୍ଥାତ୍ ପ୍ରତ୍ୟାଶା ଅଛି। ସେଥିପାଇଁ ତାର ଅଛି କ୍ରୋଧ ଓ ବିକ୍ଷୋଭ, ସୁଖ ଓ ଦୁଃଖ, ହର୍ଷ ଓ ଶୋକ। ସେଥିପାଇଁ ସେ ସବୁ କିଛିକୁ ସୌଭାଗ୍ୟ ଓ ଦୁର୍ଭାଗ୍ୟର ମାନଦଣ୍ଡରେ ବିଚାର କରେ। କିନ୍ତୁ ପ୍ରକୃତରେ ଯେଉଁ ସବୁ ବାଧା ବିପତ୍ତି ଆସେ ସାଧକ ଜୀବନରେ, ସେସବୁ ବ୍ୟକ୍ତି ପାଇଁ ପରଖ ଓ ଅଗ୍ନି ପରୀକ୍ଷା ସଦୃଶ। ଆଉ ଜଣେ ଯଦି ଯଥାର୍ଥ ମନୋଭାବ ନେଇ ସେସବୁର ସମ୍ମୁଖୀନ ହୁଏ ତେବେ ଅଧିକା ଶକ୍ତିଶାଳୀ ହୋଇଉଠେ। ଆଧ୍ୟାତ୍ମିକ ଜୀବନ ବୋଲି ସ୍ୱତନ୍ତ୍ର ଜୀବନ କିଛି ନାହିଁ। ଏହା ତଥାପି ସେହି ପୁରାତନ ଧାରଣା, ସେହି ପୁରାତନ ସାଧୁ ସନ୍ନ୍ୟାସୀମାନଙ୍କର ଧାରଣା ଯେ ସେଇମାନେ ହିଁ କେବଳ ଆଧ୍ୟାତ୍ମିକ ଜୀବନର ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଅନ୍ୟମାନେ ସାଧାରଣ ସାଂସାରିକ ଜୀବନର ପ୍ରତିନିଧିତ୍ୱ କରୁଥାନ୍ତି। କିନ୍ତୁ ଏହା ସତ୍ୟ ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆଧ୍ୟାତ୍ମିକ ଓ ଅଣ ଆଧ୍ୟାତ୍ମିକ ଏହି ଦୁଇ ପ୍ରକାର ଜୀବନର ବିଭେଦକୁ ଦୂର କରିବା। ଆଧ୍ୟାତ୍ମିକ ଭାବରେ ଜୀବନ ବଞ୍ଚିବା ଓ ସଂସାରୀ ଜୀବନ ବଞ୍ଚିବା ଦୁଇଟା ପୃଥକ ପୃଥକ କଥା ନୁହେଁ। এই ଦୁଇଟି ପୃଥକ ଚେତନା ନୁହେଁ, ଗୋଟିଏ ମାତ୍ର ଚେତନା ରହିଛି। ସାଧାରଣତଃ ବହୁ ବ୍ୟକ୍ତିଙ୍କ ଭିତରେ ସେ ଚେତନାର 4 ଭାଗରୁ 3 ଭାଗ ସୁପ୍ତ ଥାଏ, ବିକୃତ ହୋଇଯାଇଥାଏ। ଆଉ ଅନେକ ଲୋକଙ୍କ ଭିତରେ ଏ ସମ୍ପୂର୍ଣ୍ଣ ଭ୍ରଷ୍ଟ ହୋଇଯାଇଥାଏ। କିନ୍ତୁ ସରଳ କର୍ତ୍ତବ୍ୟ ହେଲା ନିଜ ଚେତନାକୁ ଊର୍ଦ୍ଧ୍ୱକୁ ଉଠେଇବା, ସତ୍ୟର ସ୍ପନ୍ଦନକୁ ଭରିଦେବା। ଏ ସମ୍ପୂର୍ଣ୍ଣ ଏକ ମନସ୍ତାତ୍ତ୍ୱିକ ପ୍ରକ୍ରିୟା। ଊର୍ଦ୍ଧ୍ୱକୁ 2 ହାତ ତୋଳି ଅନେକଙ୍କୁ ସମର୍ପଣ ଭଙ୍ଗୀରେ ଦେଖାଯାଏ। 2 ଦିଗକୁ ହସ୍ତ ପ୍ରସାରିତ କରି ମେଳି ହୋଇଯିବାର ଦେଖାଯାଏ। ଏହି ଆକୁତି ଓ ଉନ୍ମିଳନ ଭିତରର ସ୍ପନ୍ଦନ ଭିତରୁ ଆସେ। ଆମ ଚେତନାର ନିମ୍ନ ଭୂମିରେ ଯେଉଁ ସବୁ କଳ୍ମଷ ରହିଛି ସେଗୁଡ଼ିକ ସହିତ ଊର୍ଦ୍ଧ୍ୱଭୂମିର ସତ୍ୟର ସ୍ପନ୍ଦନ ଗୁଡ଼ିକୁ ଆମେ ସଙ୍ଗତ କରିବା। ଊର୍ଦ୍ଧ୍ୱଭୂମିର ତ ସତ୍ୟ ଚିରକାଳ ରହିଆସିଛି, କିନ୍ତୁ ତାହା ଆମ ଭିତରକୁ ଏଇଠାରେ ଆସିବା ଦରକାର, ପ୍ରବେଶ କରିବା ଦରକାର। ସେହି ସତ୍ୟକୁ ଆମେ ଏହି ନିମ୍ନ ଭୂମିକୁ ଓହ୍ଲାଇ ଆଣିବା ଉଚିତ। ଏହା ହିଁ ପୃଥିବୀର ଭବିଷ୍ୟତ।